हेलो सांगमाने समस्तଙ୍କୁ नमस्कार गुड मॉर्निंग स्वागत जଣାଉଛି ମୁଁ ମୋ ଚ୍ୟାନେଲରେ। ତ ଚାଲନ୍ତୁ ଜାଣିବା ଆଜି ମୋହନ ସରକାରଙ୍କର ଗୋଟେ ରାସନ କାର୍ଡ ଉପରେ ବଡ ଅପଡେଟ। ତ ଅପଡେଟ ହେଉଛି ରାସନ କାର୍ଡ ଉପରେ ବାଦ ପଡିବେ ଅଯୋଗ୍ୟ ସାମିଲ ହେବା ଯୋଗ୍ୟ ହିତାଧିକାରୀ ବାଦ ପଡିବେ। ରାସନ କାର୍ଡ ପାଇବେ ଆଉ 6 ଲକ୍ଷ ନୂଆ ହିତାଧିକାରୀ। ଏନେଇ ବିଧାନସଭାରେ ଉଠିଛି ଦାବି। ବର୍ତ୍ତମାନ 96 ଲକ୍ଷ ପରିବାର ପ୍ରାୟ 3,35,00,000 ଲୋକଙ୍କ ରାସନ କାର୍ଡରୁ ସୁବିଧା ପାଉଛନ୍ତି। ଏମାନଙ୍କ ମଧ୍ୟରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କର ସ୍ଥାନ ଯୋଗ୍ୟ ନୂଆ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ଆଉ ବିଜେଡି। ଯୋଗାଣ ମନ୍ତ୍ରୀ କହିଛନ୍ତି ଆଧାର କାର୍ଡ ଲିଙ୍କ କରି ଯାଞ୍ଚ କରାଯିବ ଓ ଅଫିସର ମାନେ ଘରକୁ ଘର ଯାଇ ଏହାକୁ ଚେକ୍ କରିବେ। ରାସନ କାର୍ଡ ଥିଲେ ମାଗଣା ଚାଉଳ ଠାରୁ ଆରମ୍ଭ କରି ହସ୍ପିଟାଲରେ ମାଗଣା ଚିକିତ୍ସା ଏବଂ ଅନ୍ୟାନ୍ୟ ଗରିବଙ୍କ ପାଇଁ ତିଆରି ହେଉଥିବା ଯୋଜନାର ସୁଫଳ ମିଳେ। ଓଡ଼ିଶାର ପ୍ରାୟ 16 ଲକ୍ଷ ପରିବାର ପାଖରେ ଏହି କାର୍ଡ ଅଛି, କିନ୍ତୁ ଯଦି ଆପଣ ଏହି କାର୍ଡ ପାଇବାକୁ ହକଦାର ନୁହନ୍ତି କିନ୍ତୁ ଆପଣ କାର୍ଡ ନେଇ ସବୁ ସୁବିଧା ନେଉଛନ୍ତି, ତେବେ ଆପଣଙ୍କର ଏହି କାର୍ଡ କଟି ଯାଇପାରେ। ଏହା ଛଡା ଏମିତି ଅନେକ ଲୋକଙ୍କ ନାଁରେ କାର୍ଡ ଅଛି ଯେଉଁମାନେ ଏଇ ଦୁନିଆରେ ବି ନାହାନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସ୍ପଷ୍ଟ କରିଛନ୍ତି। ଏନେଇ ଆଧାର କାର୍ଡ ଲିଙ୍କ କରି ଯାଞ୍ଚ କରାଯିବ ଏବଂ ଅଫିସର ମାନେ ମଧ୍ୟ ଘର ଘର ଯାଇ ଏହାକୁ ଚେକ୍ କରିବେ। ତେବେ ନଜର ପକାନ୍ତୁ କେଉଁମାନେ ଏହି କାର୍ଡ ପାଇବା ପାଇଁ ଯୋଗ୍ୟ ବୋଲି କୁହାଯାଏ। ଯାହାଙ୍କ ପରିବାରରେ କେହି ସରକାରୀ ଚାକିରିଆ ଥିଲେ ସେ ରାସନ କାର୍ଡ ପାଇଁ ଯୋଗ୍ୟ ନୁହନ୍ତି। ଗାଁରେ ରହି ଯଦି ତାଙ୍କର ଆଉ 10,000 ଟଙ୍କାରୁ ଅଧିକ ଥିବ ଆୟ, ସେ ମଧ୍ୟ ରାସନ କାର୍ଡ ପାଇଁ ଯୋଗ୍ୟ ନୁହନ୍ତି। ସେହିପରି ସହରାଞ୍ଚଳରେ ରହୁଥିବା ପରିବାରର ମାସିକ ଆୟ 15,000 ଟଙ୍କାରୁ ଅଧିକ ହୋଇଥିଲେ ସେ ରାସନ କାର୍ଡ ପାଇଁ ଯୋଗ୍ୟ ନୁହନ୍ତି। ଘରେ ଯଦି 4 ଚକିଆ ଯାନ ଅର୍ଥାତ୍ କାର ଅଛି ତେବେ ସେ ରାସନ କାର୍ଡ ପାଇବେ ନାହିଁ। ଆଉ ଏକ ସର୍ତ୍ତ ହେଉଛି ଯଦି ଏକ ପରିବାର ମାସକୁ 300 ୟୁନିଟରୁ ଅଧିକ ବିଜୁଳି ଖର୍ଚ୍ଚ କରୁଛି ତେବେ ସେ ମଧ୍ୟ ଏହି କାର୍ଡ ପାଇବେ ନାହିଁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ପରିବାର ମାସକୁ 300 ୟୁନିଟରୁ ଅଧିକ ବିଜୁଳି ଖର୍ଚ୍ଚ କରୁଛି ତେବେ ସେ ମଧ୍ୟ ଏହି କାର୍ଡ ପାଇବେ ନାହିଁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ଯେଉଁ ପରିବାରର କେହି ଜଣେ ବ୍ୟକ୍ତି ଆୟକର ଦାଖଲ କରୁଥିବେ କିମ୍ବା ପ୍ରଫେସନାଲ ଟ୍ୟାକ୍ସ ଦେଉଥିଲେ ସେ ମଧ୍ୟ ଏହି କାର୍ଡ ପାଇବେ ନାହିଁ। ଓଡ଼ିଶାରେ ବର୍ତ୍ତମାନ ପ୍ରାୟ 93 ଲକ୍ଷ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ୟବସ୍ଥାରେ ରାସନ କାର୍ଡ ପାଉଛନ୍ତି ଏବଂ ପ୍ରାୟ 3.5 ଲକ୍ଷ ପରିବାର ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଏହି ସୁବିଧା ପାଉଛନ୍ତି। ରାସନ କାର୍ଡ ଥିଲେ ଏହି ପରିବାର ଗରିବ ବୋଲି ବିବେଚନା କରାଯିବ ଏବଂ ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ସମ୍ପର୍କିତ ସୁବିଧା ପାଇବ। ତେବେ ଅଯୋଗ୍ୟ ହିତାଧିକାରୀ ଏହି ସୁବିଧା ନେଇ ଚାଲିଛନ୍ତି। ତ ଆପଣମାନେ ଏହି ନ୍ୟୁଜ୍ ଟିକି ଜାଣି ରଖନ୍ତୁ। ଯେଉଁମାନେ ଯୋଗ୍ୟ ସେମାନଙ୍କର ରାସନ କାର୍ଡ ରହିବ, ଯେଉଁମାନେ ଅଯୋଗ୍ୟ ସେମାନଙ୍କର ରାସନ କାର୍ଡ କଟିଯିବ। ଆଉ ଅଯୋଗ୍ୟ କୋଉମାନେ ମୁଁ ଭିଡ଼ିଓରେ ସ୍ପଷ୍ଟ କହିଦେଇଛି, ତ ଆପଣମାନେ ଜାଣି ରଖନ୍ତୁ। ଆଉ ରାସନ କାର୍ଡ କଟିବା ପୂର୍ବରୁ ଆମର ଅଫିସର ମାନେ ମଧ୍ୟ ଘରକୁ ଘର ଯାଇ ଦେଖିବେ ଆଉ ଯାଞ୍ଚ କରିବେ ସମସ୍ତଙ୍କର ରାସନ କାର୍ଡ। ଆଉ ଯଦି ଆପଣ ଅଯୋଗ୍ୟ ତାହେଲେ ଆପଣଙ୍କର ରାସନ କାର୍ଡ କଟିଯିବ। ଯଦି ଜାଣିଶୁଣି ଆପଣ ଅଯୋଗ୍ୟ ଥାଇ ମଧ୍ୟ ରାସନ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ଜୋରିମାନା ଆଉ ଜେଲ ଦଣ୍ଡ ମଧ୍ୟ ଭୋଗି ପାରିବେ। ଧନ୍ୟବାଦ ଭିଡ଼ିଓଟିକୁ ପୁରା ଦେଖିଥିବାରୁ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ତାହେଲେ ନିଶ୍ଚୟ ଗୋଟେ ଲାଇକ୍ କରିବେ। ଯଦି ଆପଣଙ୍କୁ ଭଲ ଲାଗିଛି ଆଉ କିଛି ବୁଝିପାରୁନାହାନ୍ତି ତାହେଲେ ନିଶ୍ଚୟ କମେଣ୍ଟ ବକ୍ସରେ ଭିଡ଼ିଓଟି ସମ୍ପର୍କରେ କମେଣ୍ଟ କରିବେ, ମୁଁ ନିଶ୍ଚୟ କହିଦେବି। ଆଉ ଅନ୍ୟମାନଙ୍କ ପାଖକୁ ସେୟାର କରି ନିଶ୍ଚୟ ଭିଡ଼ିଓଟିକୁ ସ୍ପ୍ରେଡ୍ କରିବେ, ତାହେଲେ ଅନ୍ୟମାନେ ମଧ୍ୟ ଜାଣିପାରିବେ। ଆଉ ସାଇଡ୍ରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ ପୁଣି ଥରେ ଏମିତି ଆଉ ଭିଡ଼ିଓ ଦେଖିବା ପାଇଁ। ଯଦି ଆପଣ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ନିଶ୍ଚୟ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ମୁଁ ରହୁଛି, ପୁଣି ଦେଖା ହବ ଆପଣମାନଙ୍କ ସହିତ ଆଉ ଗୋଟେ ଏମିତି ଭିଡ଼ିଓରେ।
ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍, ଜୟ ଜଗନ୍ନାଥ।